स्वामी स्त्री ଏହା କଲେ କେବଳ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ। ପୁତ୍ର ସନ୍ତାନ ଚାହୁଁଥିଲେ ଏହି କାମ ନିହାତି ଛାଡ଼ିବାକୁ ପଡ଼ିବ। ମା ଓ ସନ୍ତାନର ସମ୍ପର୍କ ହେଉଛି ଦୁନିଆର ସବୁଠୁ ନିଆରା ସମ୍ପର୍କ। ମା ଶବ୍ଦ ଯେଉଁ ଭାଷାରେ ହେଇଥାଉ ନା କାହିଁକି, ଏହା ହେଉଛି ଦୁନିଆର ସବୁଠୁ ମଧୁର ଶବ୍ଦ। ଜଣେ ମହିଳା ମାତୃତ୍ୱ ଲାଭ କରିବା ଅତ୍ୟନ୍ତ ସୌଭାଗ୍ୟର କଥା। କୁହାଯାଏ କି ଜଣେ ନାରୀ ମା ହେବା ପରେ ଯାଇ ଜୀବନରେ ପୂର୍ଣ୍ଣତା ପାଇଥାଏ। ଆଉ ଏଥିପାଇଁ ଜଣେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିକଟବର୍ତ୍ତୀ ହେବାକୁ ପଡ଼ିଥାଏ। ହେଲେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପିତାମାତା ହେବାର ସୌଭାଗ୍ୟ ପାଇପାରନ୍ତି ନାହିଁ। ଆଉ କିଛି ଦମ୍ପତି ଚାହିଁଥାନ୍ତି କି ତାଙ୍କର ପୁଅଟିଏ ଜନ୍ମ ହେଉ, କାହିଁକି ନା ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଜଣେ ପୁତ୍ର ସନ୍ତାନ ହିଁ ତାଙ୍କ ପୂର୍ବପୁରୁଷଙ୍କ ପିଣ୍ଡରେ ପାଣି ଦେଲେ ଯାଇ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି। ଏହାଛଡ଼ା ପୁତ୍ର ସନ୍ତାନ ବଂଶ ମଧ୍ୟ ରକ୍ଷା କରିଥାଏ। ତେଣୁ ଆଜି ଆମେ ଜାଣିବା ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ କ'ଣ କଲେ ଯାଇ କେବଳ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରତ୍ୟେକ ଦମ୍ପତି ପୁତ୍ର କନ୍ୟାଙ୍କୁ ଜନ୍ମ ଦେଇ ସେମାନଙ୍କର ନିଜର ପରିବାର ଗଢ଼ିଥାନ୍ତି। କିଛି ଦମ୍ପତି ଅନେକ ଚେଷ୍ଟା ପରେ ପିତାମାତା ହୋଇପାରିନଥାନ୍ତି, ତ ଆଉ କିଛି କେବଳ କନ୍ୟା କିମ୍ବା କେବଳ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥାନ୍ତି। ଆଉ ଅନେକ ପିତାମାତା ଉଭୟ ପୁତ୍ର ଏବଂ କନ୍ୟା ଲାଭ କରିଥାନ୍ତି। ବର୍ତ୍ତମାନର ସମାଜରେ ପୁଅ ଓ ଝିଅ ଉଭୟଙ୍କୁ ସମାନ ଅଧିକାର ଦିଆଯାଉଛି। ପ୍ରକୃତରେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ଅନ୍ତରପାତ କରିବା ଉଚିତ ନୁହେଁ। ହେଲେ କୌଣସି ନା କୌଣସି କାରଣରୁ କିଛି ଦମ୍ପତି ଚାହିଁଥାନ୍ତି କି ସେମାନଙ୍କର କେବଳ ପୁଅଟିଏ ଜନ୍ମ ହେଉ। ତେବେ ଏଥିପାଇଁ ଦମ୍ପତିକୁ ସେମାନଙ୍କ ପୂଜା ଘରେ ପ୍ରତି ସୋମବାର ଏବଂ ଶନିବାର 2ଟି ଲେଖାଏଁ ଘିଅ ଦୀପ ଜାଳିବା ନିହାତି ଉଚିତ। ଏମିତି ତ ସବୁଦିନେ ପୂଜା ଘରେ ଦୀପ ଜଳାଯାଏ, ହେଲେ ଏହି 2ଟି ବାରରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାସହ ଦମ୍ପତି ନିଜ ଶୋଇବା ଘରେ ବେଡ୍ ସାମ୍ନାରେ ସୁନ୍ଦର ଶିଶୁପୁତ୍ରର ଫଟୋ ଲଗାନ୍ତୁ। ଏହା ଦମ୍ପତିକୁ ସନ୍ତାନ ପ୍ରାପ୍ତିରେ ଖୁବ୍ ଅଧିକ ସହାୟତା କରିଥାଏ ବୋଲି କୁହାଯାଏ। ଏହାସହ ଦମ୍ପତି ପୁତ୍ର ସନ୍ତାନ ଚାହୁଁଥିଲେ ସେମାନଙ୍କୁ ଆମିଷ ଖାଇବାକୁ ବାରଣ କରାଯାଏ। ଏହା ପାଳନ କରିବା ଦ୍ୱାରା ପୁତ୍ର ସନ୍ତାନ ଜନ୍ମ ହେବାରୁ ସବୁଠୁ ଅଧିକ ସାହାଯ୍ୟ କରିଥାଏ।